नमस्कार, गुड मॉर्निंग, सुप्रभात। गुड ସମସ୍ତ मॉर्निंग। जय श्याम। प्यार से हम ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ଆଜି ଗୁରୁକୁଳ ଆମ ପାଇଁ ଗୋଟେ ବହୁତ କିଛି ଶିଖିବାର ଥିଲା। ଆଜି ଆମେ ଗୁରୁକୁଳରେ ବହୁତ କିଛି ଆମେ ଶିଖିଲେ। ଯୋଉ କି କିସୋଲ ଗୋଟେ ଏଭଳି ଗୋଟେ ପ୍ରଡକ୍ଟ ଯୋଉ ପ୍ରଡକ୍ଟ ଦ୍ଵାରା କି ଆମେ ଆମର ସୁନ୍ଦରତାକୁ ଆମେ ନିଜେ ବି କରିପାରିବା ଆଉ ତା ସହିତ ଏ ଦୁନିଆକୁ ସୁନ୍ଦରମୟ କରିପାରିବା। ଇଏ ଗୋଟେ ବହୁତ ପାୱାରଫୁଲ ପ୍ରଡକ୍ଟ ଯୋଉଟା କି ପୁରା ଦୁନିଆରେ କୋଉଠି ବି ଏମିତି ପ୍ରଡକ୍ଟ ମିଳିବନି, ନ୍ୟାଚୁରାଲ ପ୍ରଡକ୍ଟ ମିଳିବ। ତ ଏ ବିଷୟରେ ଆମେ ଜାଣିଲେ, ବହୁତ କିଛି କଥା ଜାଣିଲେ, କେମିତି କିଶୋର ଡେ କେୟାର ସିରମ ଆଉ ନାଇଟ୍ କେୟାର ସିରମ ର ଇନଗ୍ରିଡିଏଣ୍ଟସ୍ କଣ କଣ ଅଛି ଆମେ ତାକୁ ବି ଜାଣିଲେ। ଆଉ ତା ସହିତ କେମିତି ୟୁଜ କରିବା ତାକୁ ବି ଜାଣିଲେ, ଆଉ ଯୋଉମାନେ ୟୁଜ କରୁଛନ୍ତି ତାଙ୍କର ଫେସ ର କେମିତି ଗ୍ଲୋ ଆସୁଛି ତାକୁ ବି ଆମେ ଜାଣିଲେ। ତ ମୋର ଏଇଠି କହିବା କଥା ଯେ ଟିସି ସାର୍ ଆମକୁ ଯୋଉ ପ୍ରକାରର ପାଞ୍ଚଟି ସଂକଳ୍ପ ଆମକୁ କହିଲେ, ତ ଯୋଉଟା କି ଆପଣମାନେ ବି ଅଲରେଡି ଜାଣିଛନ୍ତି, ମୁଁ ଆପଣଙ୍କୁ ଟିକେ ରିଭାଇଭ୍ ବି କରୁଛି। ତ ତାକୁ ବି ଆଉ ଟିକେ ଆପଣ ନୋଟ୍ ବି କରିଦେଇ ପାରିବେ। ତ ଫାର୍ଷ୍ଟ ହଉଛି ଉଡ଼ାନ କୋର୍ସ କରିବା। କାଲି ଆମର ରୟାଲ୍ଟି ଆଚିଭର ଅମିୟ ସାର୍ ସିଏ ବି ଅଲରେଡି ତାଙ୍କର ଉଡ଼ାନ କୋର୍ସ ଷ୍ଟାର୍ଟ କରିଦେଇଛନ୍ତି। 2500 ଟଙ୍କାର ପରଚେଜ କରିକି ଉଡ଼ାନ କୋର୍ସ ରେଜିଷ୍ଟ୍ରେସନ କରିକି ସେମାନେ ଅଲରେଡି ଷ୍ଟାର୍ଟ କରିଛନ୍ତି। ପୁରା ହିନ୍ଦୁସ୍ତାନରେ ବି ସମସ୍ତେ ଷ୍ଟାର୍ଟ କରିଛନ୍ତି। କୌଣସି ଜିନିଷ ଭିତରେ ଆଜି ଯୋଉମାନେ ବି ହ୍ୟାଣ୍ଡରାଇଜ କଲେ, ଯୋଉମାନେ ବି କହିଲେ, ସେମାନେ ଉଡ଼ାନ କୋର୍ସ କରିଥିବାରୁ ସେମାନେ ଶିଖିଛନ୍ତି। କାରଣ ପ୍ରଡକ୍ଟ ବିଷୟରେ ଯଦି ନ ଜାଣିବା, ତା ଭିତରେ କଣ ଇନଗ୍ରିଡିଏଣ୍ଟସ୍ ଅଛି, କଣ ବାହାର ମାର୍କେଟ ଆଉ ଆମରଠୁ କମ୍ପାରିଜନ ଯଦି କରିବା, ତାହେଲେ କଣ ତା ଦେହରେ ଅଛି, ତ ତାକୁ ଯଦି ନ ଜାଣିବା ତାହେଲେ ଆମେ ମାର୍କେଟରେ ସେଲ୍ ବି କରିପାରିବା ନାହିଁ। ପ୍ରଥମେ ତ ନିଜେ ୟୁଜ୍ କରିବା, ନିଜେ ନିଜକୁ ସେଲ୍ କରିବା, ତାପରେ ଅନ୍ୟକୁ ସେଲ୍ କରିବା। ଯେମିତିକି ଆଜି ଆମେ ଶୁଣିଲେ ଯେ ଡେ କେୟାର ସିରମ ଆମର ଫେସକୁ ପ୍ରୋଟେକ୍ସନ କରେ, ଯୋଉ ଖରାରୁ ଧୂଳିରୁ ପ୍ରୋଟେକ୍ସନ କରେ। ଆଉ ଯେତେବେଳେ ବି ଆମେ କଥା କହୁଛେ, ଆମ ସ୍କିନ୍ ବି ସେତେବେଳେ ବି ଆକ୍ଟିଭେଟ ହଉଛି। ତ ସେଥିରେ ଆମର ରିଙ୍କଲ୍ସ ଏସବୁ ବହୁତ ସାରା କଥା, ପିଗମେଣ୍ଟେସନ, ଇଏ ସବୁ ବହୁତ ସାରା ଜିନିଷ ଆସିବା ସ୍ୱାଭାବିକ କଥା। ତାକୁ ଆମେ ଦୂର କରିଦେଇ ପାରିବା। ଇଏ ରିସର୍ଚ୍ଚ ଅଲରେଡି ହେଇସାରିଛି। ଏମିତି ନୁହେଁ ଯେ ଆମେ ଆଜି ଫାର୍ଷ୍ଟ ଟାଇମ ରିସର୍ଚ୍ଚ କରୁଛେ। ଡେ କେୟାର ସିରମ ପ୍ରୋଟେକ୍ସନ କରୁଛି, ଆଉ ନାଇଟ୍ କେୟାର ସିରମ ତାକୁ ରିପେୟାରିଂ କରୁଛି। ରାତିରେ ଆମେ ଯେତେବେଳେ ଶୋଉଛେ ପୁରା ବଡି ଆମର ରିପେୟାର ହଉଛି। ତ ଯେତେବେଳେ ବଡି ଆମର ରିପେୟାର ହଉଛି, ତ ସେତେବେଳେ ଦେଖନ୍ତୁ, ଆପଣ ଦେଖୁଥିବେ ନା ଆପଣ ଗୋଟେ ଏକ୍ଜାମ୍ପଲ, ଯୋଉ ଗାଡି ଚାଲୁଥିବ ତାକୁ କେବେ ସେଇ ଚାଲୁଥିବା ସମୟରେ କେତେବେଳେ ରିପେୟାରିଂ କରାଯାଏନି। ଯେତେବେଳେ ତାକୁ ରଖାଯାଏ ଗୋଟେ ଜାଗାରେ, ଗ୍ୟାରେଜରେ ରଖାଯାଏ, ସେତେବେଳେ ରିପେୟାରିଂ କରାଯାଏ। ତ ଇଏ ଆମେ ଯେତେବେଳେ ରାତିରେ ଶୋଉଛୁ ସେତେବେଳେ ସେ ରିପେୟାରିଂ କରୁଛି। ତାମାନେ ଆମର ରିପେୟାରିଂ ବି ହବା ଦରକାର, ପ୍ରୋଟେକ୍ସନ ବି ହବା ଦରକାର। ଇଏ ଦିଟାଙ୍କ ଡେ କେୟାର ଆଉ ନାଇଟ୍ କେୟାର ସିରମ। ହଁ, ଏଇଠି କଥା ଉଠୁଛି, ମୁଁ ଏଇଠି ଗୋଟିଏ କଥା କହିବି ଯେ ଯୋଉମାନଙ୍କର ଅଏଲି ଫେସ୍, ସେମାନେ ବେଶୀ ମାତ୍ରାରେ ଲଗେଇବେନି। ସେ ଗୋଟେ ବୁନ୍ଦା କି ଦୁଇ ବୁନ୍ଦା ନିଜକୁ ନିଜେ ଦେଖିବେ କି ଯାହାର ଅଏଲି ଫେସ୍, ସେ ଅନୁସାରେ ନିଜେ ଲଗେଇବାଟା ଠିକ ରହିବ। ମୁଁ ପ୍ରାକ୍ଟିକାଲ ଅନୁଭବ ବି କରୁଛି। ଆମ୍, ମୁଁ ବି ଡେ କେୟାର ଆଉ ନାଇଟ୍ କେୟାର ସିରମ ନିଜେ ବି ୟୁଜ୍ ବି କରୁଛି। ଆପଣମାନେ ବି ୟୁଜ୍ ବି କରିକି ଯୋଉମାନେ କରିଛନ୍ତି ତାର ଅନୁଭବ ବି କହିଦେଇ ପାରିବେ। ଆଉ ତା ସହିତ ଟିସି ସାର୍ ଗୋଟେ ବହୁତ ବଡ଼ କଥା କହିଲେ ଯେ ଆମେମାନେ ଗୁରୁକୁଳର ଷ୍ଟୁଡେଣ୍ଟ, ଗୁରୁକୁଳରେ ବସୁଛେ। ତ ଯୋଉ କଥା ଉଠୁଛି ଗ୍ରୋଥର ଫର୍ମୁଲାରେ, ଯୋଉ 100%ର ଗ୍ରୋଥ କଥା ଯୋଉ ଉଠୁଛି, ତ 100% ଗ୍ରୋଥ ଏଇ ମାସରୁ ହିଁ କରିବା। ଆମର ଗତ ମାସରେ ଯେତିକି ଆମର ଟର୍ନଓଭର ଥିଲା, ଯେତିକି ଆମର ବିଜନେସ୍ ଥିଲା, ଆମେ ତାକୁ ଦେଖିଦବା। ଆମର ଆରସିଏମ୍ ଆପ୍ରୁ ଦେଖା ହଉଛି, ତାକୁ ଲେଖିଦବା, ତାର ଡବଲ କରିବା। ତାକୁ ଯଦି ଆମେ ପ୍ଲାନିଂ ଏଇ ମାସରେ ଆମେ କରିବା, ଧରନ୍ତୁ କାହାର 20,000 ଥିଲେ, ଯାହାର 5,000 ଥିଲା, ତାଙ୍କୁ 10,000କୁ କରେଇବା। ଯିଏ ମାନେ ଏମିତି ନୁହେଁ ଯେ ସମସ୍ତଙ୍କୁ ବିଗନର କି ଷ୍ଟାର୍ଟର କରିବା, ନାହିଁ। 100% ଗ୍ରୋଥ। 5,000 ଥିଲେ, ସପୋଜ କାହାର 2,500 ଅଛି, ତାଙ୍କୁ ଆମେ 5,000 କରେଇବା। କାହାର 5,000 ଅଛି, ତାଙ୍କୁ ଆମେ 10,000 କରେଇବା। 10,000 ଅଛି, ତାଙ୍କୁ ଆମେ 20,000 କରେଇବା। 20,000 ଅଛି, 40,000। ଏଇ ହିସାବରେ ଆମେ 100%ର ଗ୍ରୋଥ ଆମେ କରିବା ଯଦି ସଫଳ ହେଇପାରିବା, ଆଉ 2026କୁ ଆମେ ଗ୍ରୋଥର ବର୍ଷ ବି ଧରିପାରିବା। ଦ୍ୱିତୀୟ କଥା,
ଯେ ଆଉ ଗୋଟେ ବହୁତ ବଢିଆ କଥା କହିଲେ ଯେ ଏଠି ଯୋଉ କଥା ଡିସ୍କସନ ହଉଛି ଯେତେ ଶୀଘ୍ର ଆମେ ସେ କଥାକୁ ମାନିବା, ମାନିବା ନ ମାନିବା ଏଟା ଆମ ଉପରେ କଥା। ଆମେ କହିଦବା, ମାନିବାନି। ତ ମାନି ଯେତେ ଶୀଘ୍ର ମାନିବା ତ ସେତେ ଶୀଘ୍ର ଆମର ସକ୍ସେସ ହବ। ବହୁତ ସାରା ସାଥୀଙ୍କୁ ମୁଁ ବି ଦେଖିଛି ଯେ ଯୋଉ ମସିହାରେ ସେମାନେ ଜଏନ କଲେ ତା ପରଠୁ ତାପରେ ବି ଲୋକ ଜଏନ କରିକି ରୟାଲଟି ଆଉ ଟେକ୍ନିକାଲ ନେଇ ସାରିଲେଣି, କିନ୍ତୁ ସେମାନେ ନେଇନାହାନ୍ତି। କିନ୍ତୁ କଥା ହଉଛି ଏଠି ଡିଫରେନ୍ସ ହଉଛି ଏଇଆ ଯେ କଥାକୁ ସେମାନେ ମାନୁଛନ୍ତି ଆଉ ଇଏ ମାନୁନାହାନ୍ତି। ମାନେ ଆମେ ଶୁଣୁଛେ, ଶୁଣିକି ସବୁବେଳେ ସୁରେନ୍ଦ୍ର ଭଟ୍ଟ ବି କହନ୍ତି ଯେ ଆମେ କୌଣସି କଥାକୁ ଜାଣିକି ଯଦି ନ କରିବା ତାହେଲେ ନ ଜାଣିବା ସାଙ୍ଗରେ ସମାନ। ତ ଆଜି ଆମେ ଯାହା ଜାଣିଲେ, ଯଦି ବି ଆମେ କେୟାରଫୁଲି ଆମେ ଶୁଣିନେ ଆମର ଗୁରୁକୁଳକୁ, ଆମେ ଆଜି ଶୁଣିବା ନିହାତି ଜରୁରୀ। ଶୁଣିକି ତାକୁ ନୋଟ୍ କରିବା, ତାକୁ କାମ କରିବା, ତାପରେ ଆମର ହେଇପାରିବ। ଆଉ ତା ସହିତ ଯୋଉ ପାଞ୍ଚଟି ସଂକଳ୍ପ ନା, ବିଷୟରେ କୁହାଗଲା, ତ ସେଇ ସଂକଳ୍ପ ବିଷୟରେ ହିଁ ଆମେ ଆଜି ଡିସ୍କସନ କରିବା। କାରଣ ଆମେ ତ ପ୍ରଡକ୍ଟ ବିଷୟରେ ଜାଣିଲେ, ଯାହା ଯାହା ଛାଡି ଦେଇଛେ ବି ତାକୁ ୟୁଟ୍ୟୁବରେ ବି ଦେଖିପାରିବା, ଇଏ ତ ସବୁ ହେବ। ଆଉ ନିଜର ତ ଅନୁଭୂତି ବି ବହୁତ ସାରା ଅଛି, ଅନୁଭୂତି ବି ତାକୁ ବି ଆମେ ଯଦି ସେୟାରିଂ କରିବା ଇଏ ସମୟ ବି ପଳେଇଯିବ। କିନ୍ତୁ କଥା ହଉଛି ଏଇଆ ଯେ କଣ କରିବା, ଇଏ ହତିଆର ତ ଆମକୁ ମିଳିଗଲା, ତାକୁ ୟୁଜ କେମିତି କରିବା। ତ ସେ ତାକୁ କରିବା। ତ ସାର୍ ଆଜି କଣ କହିଲେ କି ଫାଷ୍ଟ କହିଲେ ଯେ ଉଡାନ କୋର୍ସ କରିବା, ତାକି ପ୍ରଡକ୍ଟର ନଲେଜ ଆମକୁ ମିଳିଯିବ କିସୋଲର। ଦ୍ୱିତୀୟ କଥା କଣ କହିଲେ ନା, ଆମକୁ ଅନଲାଇନ ପରଚେଜ କରିବା ବହୁତ ସାରା ଜିନିଷ କିସୋଲର ଆମକୁ ଏଠି ମିଳେନି। ଆ, ହୁଁ ହୁଁ। ଆମର ସପିଂ ସେଣ୍ଟର ବା ସେବା କେନ୍ଦ୍ରରେ ମିଳେନି। ତ ସେ ଯୋଉ ଜିନିଷ ମିଳେନି, ତ ସେଥିରେ ଆମେ କଣ କରିବା ଯେ ସେ ପ୍ରଡକ୍ଟକୁ ଆମେ ଆମେ ଅନଲାଇନରେ ମଗେଇ ଦେଇ ପାରିବା। ତୃତୀୟ ଜିନିଷ କଣ କହିଲେ ନା, ଯାହା କହିଲେ କି ଆମେ ପ୍ରତି ମାସରେ ବଢେଇ ବଢେଇ ପରଚେଜ କରିବା। ଗେସେସର ଫର୍ମୁଲାକୁ ଆପଣ ବି ଆପ୍ଲାଏ କରୁଥିବେ, ଆଜିର ଯୋଉ ଫର୍ମାଟ ଆପଣ ଆଜି ଦିନର ଫିଲ୍ଅପ୍ କରୁଥିବେ, ତ ତାକୁ ବି ଆପଣ କରୁଥିବେ। ବଢେଇ ବଢେଇ ପ୍ରତି ପ୍ରତି ମାସରେ କିଣିବା, କାରଣ ନୂଆ ନୂଆ ପ୍ରଡକ୍ଟ ବିଷୟରେ ଆମେ ଜାଣୁଛେ, ନୂଆ ନୂଆ ପ୍ରଡକ୍ଟ ବି ଲଞ୍ଚ ହଉଛି। ତ ଗତ ମାସରେ ଯୋଉ 1500 ପିଭି ଥିଲା, ଏ ମାସରେ ସେଇ 1500 ପିଭି କେମିତି ହବ? କିଛି ନା କିଛି ତ ନୂଆ ଆସୁଛି, କିଛି ନା କିଛି ତ ଆଜି ପର୍ଯ୍ୟନ୍ତ କିଛି ନୂଆ ପ୍ରଡକ୍ଟ ଲଞ୍ଚ ହେଇଛି, କିଛି ବି ନୂଆ ପୁଣି ଯୋଉ ବିଷୟରେ ଆମେ ଜାଣିନେ କିନ୍ତୁ ଲଞ୍ଚ ହେଇଛି, ତାକୁ ଜାଣିଲେ ତାକୁ ତ ବ୍ୟବହାର କରିବା। ତ ସେ ଜିନିଷ ତ ବାହାରୁ ନଉଥିଲେ। ତା ଛଡା କହିଲେ 100% ପ୍ରଡକ୍ଟ ୟୁଜ କରିବା। ପ୍ରଡକ୍ଟ ଯଦି ନ ୟୁଜ କରିବା ତାହେଲେ ଆମେ ପ୍ରଡକ୍ଟର ବାସ୍ତବିକ ଗୁଣବତ୍ତା ବିଷୟରେ ଆମେ ଜାଣିପାରିବା ନାହିଁ। ତା ସହିତ ପ୍ରମୋଟ କରିବା, ଆମେ ଇଏ ସିଷ୍ଟମକୁ ପ୍ରମୋଟ କରିବା। ଇଏ ପାଞ୍ଚଟି ଜିନିଷ ଭିତରେ ଆମେ କରିବା। ତ ମୁଁ ଆଜି ଆପଣଙ୍କୁ ସେଇ ଗେସେସର ଫର୍ମୁଲା ଉପରେ କେବଳ ଟିକେ ମନେ ପକେଇ ଦଉଛି, କଣ କଣ ଆମେ ଫିଲ୍ଅପ୍ କରିବା। ତ ତା ଉପରେ ଦେଖେଇ ଦଉଛି, ଯୋଉ ଫର୍ମାଟ ବି ଆପଣଙ୍କୁ ଦେଇଥିଲି ଆପଣମାନେ ସେ ଫର୍ମାଟକୁ ଦେଖିଥିବେ ନିଶ୍ଚୟ। ଆଜି ଆଜି ହଉଛି, ହଁ, ଯୋଉ ସାଥୀ ମାନଙ୍କୁ ଦେଇପାରିନି ତ ସେମାନଙ୍କୁ କାଲି ଯେମିତି ମୁଁ ଆଜି 42 ମୌଜା ଯିବି, ସେଠି 42 ମୌଜାର ସାଥୀ ମାନଙ୍କୁ ଦେବି। କାଲି ପାଟକୁରା ଯିବି, ପାଟକୁରାରେ ବି ଅମିୟ ବାବୁ ତାଙ୍କର ଟିମକୁ ଦେବି। ଯେମିତି କି ଦେଖନ୍ତୁ, ଇଏ ଯୋଉ ଗେସେସ ର ଫର୍ମୁଲା ଆଜି ହଉଛି ସଟରଡେ, ଏ ଯୋଉ ଲାଷ୍ଟ କଲମକୁ ଆଜି ଫିଲ୍ଅପ୍ କରିବା। ତାମାନେ ଆମେ ସଣ୍ଡେ ଟୁ ତ ଫିଲ୍ଅପ୍ କରୁଛେ ଯୋଉମାନେ, ତ ଆଜି ଆଜି ଲାଷ୍ଟ କଲମ ଫିଲ୍ଅପ୍ କରିବା। 100% ଗ୍ରୋଥ କଥା ଉଠୁଛି ଯେ ଆମେ 100% ଗ୍ରୋଥ ମାନେ ତା ଉପରେ ତ ଆଉ ବିଶେଷ କିଛି ଲେଖିବାର ନାହିଁ, ତାକୁ ଲାଷ୍ଟରେ ଲେଖିଦବା। ହଁ, 2 ନମ୍ବର ହଉଛି ଡେଲି ଗ୍ରୋଥ। ଗତକାଲି ଆମେ ଯାହା ଯେତିକି ଆମର ଟର୍ନଓଭର ଥିଲା, ଯେତିକି ବିଜନେସ ଥିଲା, ଆଜି ତାକୁ ଗ୍ରୋଥ କରିକି ଆମେ ତାକୁ ବି ଲେଖିବା। ନୂଆ ଭାଇଟାଲ ପିନ୍, ଯଦି ଆଜି ଆମ ଟିମରେ କେହି ନୂଆ ଭାଇଟାଲ ପିନ୍ ଅଛନ୍ତି ତାକୁ ବି ଟିକ୍ ମାରିବା। ଟିକ୍ ମାରିବା ମିନ୍ସ 10 ନମ୍ବର ଆମେ ସେଇଠି ଲେଖିଦେବା, 10 ନମ୍ବର ନିଜେ ନିଜକୁ ଦେଲେ। ତା ସହିତ ସେବା କେନ୍ଦ୍ରର ଗ୍ରୋଥ, ଆପଣ କୌଣସି ନା କୌଣସି ଆପଣଙ୍କ ସେବା କେନ୍ଦ୍ରର ଯଦି ଆପଣ ଗ୍ରୋଥ ଆଜି କରୁଛନ୍ତି, ତାହେଲେ ତା ବିଷୟରେ ବି ଆପଣ 10 ନମ୍ବର ବି ନିଜକୁ ଦେଇପାରିବେ। ତା ସହିତ ଆକ୍ଟିଭ ଦରମା ବୃଦ୍ଧି, ଯୋଉଟା ୟୁଏଲପି କ୍ୱିକ୍। ୟୁଏଲପି କ୍ୱିକ୍ ଆଜି ଯଦି ଆପଣ ମାନେ କୋଉଠି କରୁଛନ୍ତି ତାହେଲେ ତାକୁ ଲେଖିବେ। ଯଦି ନ କରୁଛନ୍ତି ସେଠି ଭୁଲ ମାରିବେ। ତା ସହିତ ଫାଷ୍ଟ ପରଚେଜ କରିବାର ତରିକା, ଆପଣଙ୍କୁ ଦେଖା ହଉଛି ନା ଫର୍ମାଟ?
ହଁ ଦେଖାଯାଉଛି। ଦେଖାଉଛି ତ? ହଁ। ଫାଷ୍ଟ ପରଚେଜ କରିବା ମାନେ ତରିକା ମାନେ ଯାହାକୁ ନୂଆ ଜଏନିଂ କରୁଛେ ତାଙ୍କ ଘରକୁ ପ୍ରଡକ୍ଟ ନ ନେଇକି ତାଙ୍କୁ କାଉଣ୍ଟରକୁ ନେଇକି ଆମ ସେବା କେନ୍ଦ୍ରକୁ ନେଇକି ଭଲ ସେବା କେନ୍ଦ୍ରକୁ ନେଇକି ତାଙ୍କୁ ଦେଖେଇବା, ସେଇଟା ହଉଛି ପରଚେଜ କରିବାର ତରିକା। ତାପରେ ଆପଣ ଦେଖୁଛନ୍ତି ଯେ ୱେଲକମ୍ ମିଟିଂ। ୱେଲକମ୍ ମିଟିଂ ଯାହାକୁ ଆମେ ନୂଆ ଜଏନିଂ କରିଛେ, ଆଜି ଯଦି ଆମେ ଆ, ଯାହାକୁ ଜଏନିଂ କରିଛେ ତାଙ୍କୁ ଆମେ ୱେଲକମ୍ କରିବାକୁ ତାଙ୍କ ଘରକୁ ଯାଉଛେ କି ନାହିଁ, ତ ଯଦି ଯାଉଛେ ତାକୁ ଟିକ୍ ମାରିବା। ଫଲୋଅପ୍, ଟିମରେ ଫଲୋଅପ୍ ଜରୁରୀ। ବହୁତ ସାରା ଲୋକ ଜଏନିଂ କରିଛନ୍ତି, ସେମାନେ ନା ଗୁରୁକୁଳ ବିଷୟରେ ଜାଣୁଛନ୍ତି ନା ଆମ ସିଷ୍ଟମ ବିଷୟରେ ଜାଣୁଛନ୍ତି, କିଛି ବି ଜାଣିପାରୁନାହାନ୍ତି। ଫଲୋଅପ୍ କରିବା ନିହାତି ଜରୁରୀ। ତ ସବୁ ସାଥୀ ଯଦି କରୁଛନ୍ତି, ଆଜି ଯାହାକୁ ମୁଁ ଫଲୋଅପ୍ କରୁଛି ତାକୁ ତାକୁ ଠିକ୍ ମାରିବି, 10 ନମ୍ବର ଦେବି। ଯଦି ଫଲୋଅପ୍ ନ କରୁଛି ତାହେଲେ ସେଠି ଭୁଲ ମାରିବି, ତାକି ନିଜକୁ ନିଜେ ପରୀକ୍ଷା କରିପାରିବା। ସ୍ୱୟଂ କି ଖରିଦି, ହାତ ହାତ ବିଲିଂ ମାନେ ଆମେ ସ୍ପଟ ବିଲିଂ, ସାଙ୍ଗେ ସାଙ୍ଗେ ବିଲିଂ କରୁଛେ, ଯଦି ଟିକ୍ ମାରିବା। ଯଦି ନ କରୁଛେ ତାହେଲେ ଆମେ ଆଜି ଆଜି ଯଦି ଆମେ ଯାହା ପରଚେଜ କରିଛେ ଆମେ ଯଦି ତାକୁ ସାଙ୍ଗେ ସାଙ୍ଗେ ବିଲିଂ କରୁଛେ ତାହେଲେ ଟିକ୍ ମାରିବା, ଯଦି ନ କରୁଛେ ତାକୁ ଭୁଲ ମାରିବା। 100% ପ୍ରଡକ୍ଟ ୟୁଜ୍, ଆମେ ଯାହା ବ୍ୟବହାର କରୁଛେ, ଯେମିତିକି ମୋର ସାର୍ଟ ବି RCM, ମୋ ଟାଏ ବି RCM, ଏଭ୍ରିଥିଙ୍ଗ RCM। ଆମେ ବି ଯାହା ନିଜେ ବ୍ୟବହାର କରୁଛେ ଆମେ 100% ଯଦି ୟୁଜ୍ କରୁଛେ, ନିଜେ ନିଜକୁ ପରୀକ୍ଷା କରିକି ତାକୁ ଲେଖିବା। ଆଜି ଯଦି ଆମେ ଅନଲାଇନ ପରଚେଜ କରୁଛେ, ଅନଲାଇନ ବିଷୟରେ ଶିଖିଲେ ତାହେଲେ ତାକୁ ଟିକ୍ ମାରିବା, ନଚେତ ଭୁଲ ମାରିବା। ପ୍ରତି ମାସରେ ଯୋଉ ବଢେଇ ବଢେଇ ପରଚେଜ କରିବା କଥା, ତ ଯଦି ଆଜି ଆମେ ଆଉ କିଛି ଅଧିକା ପରଚେଜ କରୁଛେ ତାହେଲେ ତାକୁ ବି ଏଠି ସ୍ପେଲିଂ ଟିକେ ଭୁଲ ହେଇଯାଇଛି ଗ୍ରୋଥର, ତ ତାକୁ ବି କେହି ସାଥୀ ବୋଧେ ଭଲ ଭାବରେ ଦେଖିନାହାନ୍ତି, କାରଣ ମତେ ତ କହିଥାନ୍ତେ ଆପଣ ମାନେ ନା ଯେ ଏଠି ଭୁଲ ଅଛି ସ୍ପେଲିଂ, GROWTH। ମୁଁ ତ ସେଇ ଫର୍ମାଟକୁ ବାଣ୍ଟି ଚାଲିଛି, ଓକେ ତାକୁ ନାଇଁ ଚେଞ୍ଜ କରି। କରିନେ ତ କରିନେ, କିନ୍ତୁ ସ୍ପଟ ସ୍ପଟ ଯୋଉ ଲେଖା ହେଇନି ସ୍ପଟ ବିଲିଂ, ଓହୋ ସେଇଟା ବି ହଁ ଭୁଲ ଅଛି। ଆଚ୍ଛା 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 ଆଚ୍ଛା। SPOT ମୁଁ ଆଉ କହୁନି କଣ କି ମୁଁ ତାକୁ ଗାର ପକେଇ ଦଉଛି। ତ କହିବା କଥା ନା, ମାନେ ଟାଇପ କଲା ବେଳେ କୋଉଠି କୋଉଠି ଟିକେ ଭୁଲ ହେଇଯାଉଛି ତରତରରେ। ସେଦିନ ମୁଁ ଆକ୍ଚୁଆଲି ବହୁତ ଲେଟ୍ ହେଇଗଲା, ରାତି 12ଟା ବେଳେ ମୁଁ ଷ୍ଟାର୍ଟ କଲି, ରାତି 2ଟା ବେଳେ ମୋର ଏଇଟା ସରିଲା। କାରଣ ତା ପରଦିନ 2 ତାରିଖ ଥିଲା, 2 ତାରିଖ ଆଜ୍ଞା ଆଜ୍ଞା ବାଣ୍ଟିବାର ଥିଲା, ତ ମୁଁ ସେଇ ସମୟରେ ନିଦ ସମୟରେ ଏଇଟା ଭୁଲ କରିଦେଇଛି। ତ ଠିକ ଅଛି, ଯୋଉଟା ଯୋଉଟା ହେଇଛି ସାହୁ ଭାଇ ଆପଣଙ୍କର ନଜର ବି ଆସୁଛି, ମତେ ହ୍ୱାଟ୍ସଆପରେ ପଠେଇଦେବେ, ତାକୁ ମୁଁ କରିଦେବି। ଆଜ୍ଞା ଆଜ୍ଞା ଠିକ ଅଛି। ଓକେ। ତା ସହିତ ପ୍ରତି ମାସରେ ଆମେ ବଢିବା, ଉମ୍, ଆ, ବଢେଇକି ପରଚେଜ କରିବା। ଆଚ୍ଛା, ଆଜି ସମସ୍ତେ ଆମେ ଗୁରୁକୁଳ ଆଟେଣ୍ଡ କରିଛେ, ଆମେ ଟିକ୍ ମାରିବା। ଯଦି ଉଡାନ କୋର୍ସ କରୁଛେ ତାକୁ ବି ଟିକ୍ ମାରିବା। ବୀର ବୀରାଙ୍ଗନା କୋର୍ସ କରୁଛେ ତାକୁ ବି ଟିକ୍ ମାରିବା। ଆଉ ପ୍ରଡକ୍ଟ ଟ୍ରେନିଂ ସ୍ପେଶାଲ କୋର୍ସ ଯେମିତିକି ଆଜି ଅଛି ଜଳସଞ୍ଚୟ ଉପରେ ଅଛି, ରାତି 8ଟା ବେଳେ, ଯଦି ସେ କୋର୍ସ କରୁଛେ ତାକୁ ବି ଟିକ୍ ମାରିବା। ଆଉ ସେବା କାର୍ଯ୍ୟ କିଛି ବି ଯଦି କରୁଛେ ତାକୁ ବି ଟିକ୍ ମାରିବା। ଅନ୍ୟର ସ୍ୱାସ୍ଥ୍ୟକୁ, ନିଜ ସ୍ୱାସ୍ଥ୍ୟକୁ ଯଦି ଠିକ ରଖୁଛେ ତାହେଲେ ତାକୁ ବି ଟିକ୍ ମାରିବା। ସଂସ୍କାର ଉପରେ ବି ଯଦି ଆମେ କିଛି ଏଇଟା ଆଉ କାର୍ଯ୍ୟ ଟିକେ ଉପରୁ କରୁଛେ ତାକୁ ଏଇଟା ବି ଆଉ ଟିକେ ଉପରୁ ଆଉ ଆଉ ଟିକେ ସମ୍ମାନ। ଉପରୁ କଲେ ରହିଯାଉଛି। ହଁ ଏଇଟା ଆଉ ଟିକେ ଉପରକୁ କଲେ 5 ନମ୍ବରଟା ଦେଖାଯାଉନି। ହଁ। 5 ନମ୍ବର ଦେଖା ହଉନି, ଓକେ ଠିକ ଅଛି। ଇଏ ତ ହଉନି ଫର୍ମାଟ, ଆପଣ ମାନେ ତ ଜାଣିଛନ୍ତି ସବୁ। ଠିକ ଅଛି ଠିକ ଅଛି। ଓକେ, ତାପରେ ଆମେ କରିବା। ତ ଇଏ ଫର୍ମାଟ ଫିଲଅପ କଲେ ହିଁ ନିଜେ ନିଜକୁ ପରୀକ୍ଷା ଆମେ କରିପାରିବା। ଯଦି ଫର୍ମାଟ ଯଦି ନିଜେ ଫିଲଅପ କରୁନେ ତାହେଲେ ଆମେ ନିଜକୁ ଏକରେ ଆମେ ତ କାମ କରୁଛେ ଠିକ ଅଛି, କିନ୍ତୁ କାମ ସିଷ୍ଟମେଟିକାଲି ହବନି। ଯୋଉ 100% ଗ୍ରୋଥ ହବା କଥା ସେ ଗ୍ରୋଥ ହବନି। ଏ ମାସରେ ବଢିଗଲା, ଆର ମାସରେ ପୁଣି କମିଯିବ, କିନ୍ତୁ ସେଇ ଢାଞ୍ଚାରେ ଯଦି ପକେଇଦେବେ ତାହେଲେ ଟିମ୍ ଅଟୋମେଟିକ ଆପଣଙ୍କର ବଢି ଚାଲିବ। ତ ଆଜି ଯୋଉ 5ଟି ସଂକଳ୍ପ ଉପରେ ଆଜି TC ସାର୍ କହିଲେ, ତ ତା ବିଷୟରେ ଆମେ ଆଲୋଚନା କରିବା। କିନ୍ତୁ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଟିମରେ ଗୁରୁକୁଳକୁ ଯଦି ପ୍ରମୋଟ ଆମେ ନ କରିବା ତାହେଲେ ଆମେ ବହୁତ ପଛକୁ ପଳେଇ ଯିବା। ଇଏ ବହୁତ କଷ୍ଟ ଲାଗିବ ସେତେବେଳେ ଯେ ଆମେ ଟିମରେ ଗୁରୁକୁଳକୁ ପ୍ରମୋଟ କରିପାରିଲେନି ବୋଲି ଆମ ଲାଇଫରେ ଆମେ ବହୁତ ପଛକୁ ପଳେଇ ଗଲେ। ଏଇଟା ଗୋଟେ ବହୁତ ସିରିୟସ୍ କଥା। କାରଣ ମୁଁ ଭାବୁଛି ଯେତିକି ମାତ୍ରାରେ ପ୍ରମୋଟ କରିବା କଥା, ତ ସେତିକି ମାତ୍ରାରେ ବୋଧେ ଆମେମାନେ କିଛି କରୁନେ। କାରଣ ଆମେମାନେ ହିଁ ବସୁଛେ, ତ ଆମର ନୂଆ ଲୋକ, ନୂଆ ସାଥୀ ବିଶେଷ ବସୁନାହାନ୍ତି। କାରଣ ଇଏ ଗୋଟେ ଏଭଳି ଗୋଟେ ଜିନିଷ, ଲୋକ ତ ଆସିବେନି, କିନ୍ତୁ ତାଙ୍କୁ ଆମେ ପ୍ରମୋଟ କରିବା, ଆମେ ମୋଟିଭେଟ କରିବା ଗୁରୁକୁଳକୁ ଆସିବା ପାଇଁ।
ଦେଖନ୍ତୁ ଗତ ପହରଦିନ ଆମେ ନ୍ୟୁଟ୍ରିଚର୍ଜ ହ୍ୟୁମାନ୍ ଏନିମିଆରୁ ମୁକ୍ତି ଉପରେ ଆମେ ଶୁଣିଥିଲେ। କାଲି ପହରଦିନର କଥା ଆଜିକି ଆଉ ନାହିଁ। କାଲି ଆମେ ଗାମା ଅରାଇଜିନାଲ ବିଷୟରେ ଶୁଣିଥିଲେ ବହୁତ ସାରା କଥା। ଆଉ ଆଜି ଆମେ କିସୋଲ ବିଷୟରେ ଜାଣିଲେ। ଏ 3 ଦିନ ଯଦି ଆମେ ପ୍ରମୋଟ ବି ଲୋକଙ୍କୁ କରିଥାନ୍ତେ ଆମ ଟିମରେ, ତାହେଲେ ବହୁତ ସାରା ସାଥୀ ଆପଣଙ୍କ ଟିମରେ ଗାମା ଅରାଇଜିନାଲ ବିଷୟରେ, ନ୍ୟୁଟ୍ରିଚାର୍ଜ ହ୍ୟୁମାନ୍ ବିଷୟରେ ଆଉ କିସୋଲ ବିଷୟରେ ଜାଣି ପାରିଥାନ୍ତେ। ଇଏ ଗୋଟେ ଘଣ୍ଟାର ସମୟ ଆପଣଙ୍କ ପୁରା ଦିନର କାମକୁ ଆପଣଙ୍କର ଏଠି ଠିକ କରିଦେଇ ପାରିବ। ଯଦି ବି ଆମେ କେତେବେଳେ ଭାବୁଛେ କି ଆମ ଟିମ୍ ଲୋକ ଏତେ ଆକ୍ଟିଭ ହଉନାହାନ୍ତି, ଏତେ ଲୋକ ଜାଣି ପାରୁନାହାନ୍ତି, ତ ଭୁଲ ହଉଛି ଏଇଠି ଯେ ଟିମକୁ ଆମେ ପ୍ରମୋଟ କରୁନେ। ଯଦି ଗୁରୁକୁଳକୁ ଆମେ ପ୍ରମୋଟ କରିବା, ତାହେଲେ ଆମ ସବୁ କାମ ଆମର ସହଜ ହେଇଯିବ, ବହୁତ କାମ ସହଜ ହେଇଯିବ। ଆଉ ତା ସହିତ ଇଏ ଆମେ ଯୋଉ ଗୁରୁକୁଳ ଶାଖା କରିଛେ, ଏଥିରେ ଆମର ଟିମର ସ୍ପିରିଟ ବଢୁଛି। ଯୋଉ ସାଥୀମାନେ ବି ଏଥିରେ ଆସିବେ, ସେମାନେ ବି ବହୁତ ବଢିଆ କଥା ଯେ ସେମାନେ ନିଜ ନିଜର ଯାହା ଶିଖିଲେ ତାକୁ ବି ସେୟାର କରିପାରିବେ, ବହୁତ ବଢିଆ କଥା। ତ ଇଏ ଯୋଉ 5ଟି ଜିନିଷ ଆଜି ସାର୍ କହିଲେ, ତାକୁ ଏ, ଆମେ ତାକୁ ଅଭ୍ୟାସ କରିବା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ଅମୀୟ ବାବୁଠୁ। ସାର୍ ନମସ୍କାର, ସମସ୍ତଙ୍କୁ ଜୟ ଆସେନ। ସାରେ ଆଜି ଗୁରୁକୁଳ ଯାହା ହେଲା ସେଟା ମଧ୍ୟ ମୁଁ ଏକମତ, ଏବଂ ମୁଁ ମଧ୍ୟ ତାକୁ କାମରେ ଲଗେଇ ଦେଇଛି, କିନ୍ତୁ ସାମାନ୍ୟ ଭାବରେ। ଯୋଉ ଡେ ସେରାମ ନାଇଟ୍ ସେରାମ ଉପରେ ଆଜି ଆଲୋଚନା ହଉଥିଲା, ତାକୁ ମୋ ପାଖରେ ଅଛି କିନ୍ତୁ ମୁଁ ତାକୁ ୟୁଜ କରିନି। କିନ୍ତୁ ହେୟାର କିଟ୍ ୟୁଜ କରି କିଛିଟା ସକ୍ସେସ୍ ମୁଁ ପାଇସାରିଛି। ଆହୁରି କିଛି ଜାଣିବା ପାଇଁ ମୁଁ ମଧ୍ୟ ଉଡ଼ାନ କୋର୍ସ କରିଚାଲିଛି। ଗତକାଲି ଯାଇଥିଲା 5ଟାରୁ 6ଟା, ଆଜି ବି 14 ଦିନ 22 ତାରିଖ ସରିବ ତାର ତାର ଡ୍ୟୁରେସନ ଟା। ତେଣୁ ଏତେ ସବୁ ରହିଲା ଉଡ଼ାନ କୋର୍ସ କରି ଶିଖିବାକୁ ପଡିବ। ତା ସହିତ କଣ କରିବାକୁ ପଡିବ ନା ସାର୍, ଯୋଉ ଗ୍ରୋଥ କଥା କହୁଛନ୍ତି, ଗ୍ରୋଥ କଥା ସମସ୍ତଙ୍କ ସହିତ ତ ମୁଁ ଯେତେବେଳେ ସମୟ ପାଉଛି, ସମୟ ଟିକେ ମତେ ଏଇ ଯୋଉ ପେସେଣ୍ଟ ଯୋଗୁ ଆମ ଘରେ ମୁଁ ଟିକେ ଯାଇପାରୁନି, ମେଡିକାଲ କେସ୍ ସବୁଦିନ ମୋର ରହୁଛି, ଯିବାକୁ ପଡୁଛି। ତେଣୁ ତଥାପି ସେଟା ତ ମୋର ପର୍ସନାଲ ଜିନିଷ, ତଥାପି ମୁଁ ସମୟ ପାଇକିରି ମଧ୍ୟ ଲୋକଙ୍କ ସହିତ, ମୋ ଟିମ୍ ସହିତ ବା ଲୋକଙ୍କ ସହିତ ମଧ୍ୟ ଆଲୋଚନା ଚାଲିଛି। ଏ କିଛି ସମୟ ପରେ ମଧ୍ୟ ମୁଁ ଯିବି ପର୍ସନାଲ ସେଲ୍ କରିବାକୁ, ସମୟ ମିଳିଲାନି। ତ ଯେହେତୁ ମୁଁ ଘରେ ଆସି ପହଞ୍ଚିଗଲି, ମୁଁ ବସିଗଲି, ନହେଲେ ବି ପର୍ସନାଲ ସେଲ୍ କିଛିଟା ହେଇଯିବ। ସେଟା ତ ବଡ କଥା ନୁହେଁ। ବଡ କଥା ହଉଛି ମୋ ଟିମ୍ ସମସ୍ତଙ୍କ ସହିତ ଆଲୋଚନା କରାହଉଛି। ଯେତେ ରାତି ହେଲେ 9ଟା 10ଟା ସୁଦ୍ଧା ସମସ୍ତଙ୍କ ସହିତ ମୁଁ ଆଲୋଚନା ସରୁଛି। ଆଉ ଆଜି ଆପଣ ଯୋଉ ରାସ୍ତା ତିଆରି କରିଦେଲେ, ତ ମୁଁ ସେ ରାସ୍ତାରେ ତ ତିଆରି ହେଇଗଲା, ଚାଲିବା ଦାୟିତ୍ୱ ହଉଛି ମୋର, ମୋ ଟିମର। ମୁଁ ତାଙ୍କୁ ଚାଲିବାକୁ କଣ ଟିକେ ଦର୍ଶନ ଦେବି। ଆଉ ତା ସହିତ ଆପଣଙ୍କର ସହଯୋଗ ବି ଦରକାର, ଚାନ୍ଦ ସାର୍ଙ୍କ ସହଯୋଗ ଦରକାର। ଏଇଟାକୁ ସହଯୋଗ ନେଇକି ମୁଁ ନିଶ୍ଚିତ ଭାବରେ ଏ ମାସରେ କିଛି ନା କିଛି ମାନେ ଦୂର ବାଟ ଚାଲି ଯାଇପାରିବି ବୋଲି ମୋର ଆଶା। ତେଣୁ ଆପଣମାନଙ୍କର ସହଯୋଗ ନିହାତି ରହିବ। ତେଣୁ ମୋ ଟିମ୍ ସହିତ ମୁଁ ଆଜି ମଧ୍ୟ ପୁଣି ବସିବି, କଥା ହେବି। ଏତିକି କହି ରହୁଛି। ଓଭର ଟୁ ଶପଥ ସାର୍। ଓକେ, ବହୁତ ବଢିଆ କଥା। ଆକ୍ଚୁଆଲି ଯୋଉ 5ଟି ସଂକଳ୍ପ ଉପରେ ଟିସି ସାର୍ କହିଲେ, ତ ସେଇ 5ଟି ସଂକଳ୍ପ କହିବା। ଆଜ୍ଞା। ମୁଁ ଆଉ ଥରେ କହିଦଉଛି, ସେ ଯୋଉ 5ଟି ସଂକଳ୍ପ କହିଲେ ଯେ ଉଡ଼ାନ କୋର୍ସ କରିବା ନମ୍ବର 1, ନମ୍ବର 2 ଅନଲାଇନ ପରଚେଜ କରିବା, ନମ୍ବର 3 ଆମେ ପ୍ରତି ମାସରେ ବଢେଇ ବଢେଇ ପରଚେଜ କରିବା, ନମ୍ବର 4 100% ପ୍ରଡକ୍ଟ ୟୁଜ କରିବା, ନମ୍ବର 5 ପ୍ରମୋଟ କରିବା, ପ୍ରଡକ୍ଟକୁ ନିଜେ ବ୍ୟବହାର କରିକି ଅନ୍ୟକୁ ପ୍ରମୋଟ କରିବା। ତ ଇଏ 5ଟି ଜିନିଷ ଉପରେ ଆଜି ସାର୍ କହିଲେ। ତ ସେ 5ଟି ଜିନିଷ ଉପରେ ଆମେ କାମ କରିବା, ଆଉ ସେ ଉପରେ ଆମେ କଥା ହବା। ଓକେ, ଆଜ୍ଞା। ଆର୍ତ୍ୟ ପା। ଜୟ ଆସିଆମ। ଗୁରୁଜୀ ଯୋଉ 5ଟି କଥା କହିଲେ ଉଡ଼ାନ କୋର୍ସ କରିବା, ମୁଁ ରେଜିଷ୍ଟ୍ରେସନ କରିଦେଇଛି, କିନ୍ତୁ ସମୟ ଅଭାବରୁ ମୁଁ ଟାଇମଟା ତାଙ୍କୁ ଦେଇପାରିନି। ହଁ, 17 ତାରିଖ ନାଇଁ ମୁଁ ଟିକେ 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 ଅପା କହିବି। ହଁ, ମୁଁ କାଲି ଆପଣଙ୍କ ଆଇଡି ପାସୱାର୍ଡ ବୋଧେ ଖୋଲୁଥିଲି କି କଣ, କାହାର ଖୋଲୁଥିଲି। ହଁ, ମଝିରେ 17 ତାରିଖ ପରେ ଯୋଉ ରେଜିଷ୍ଟ୍ରେସନ ଗୁଡା ହେଇଥିଲା ସେଗୁଡା ଇନଭାଲିଡ ହେଇଯାଇଛି। ଆଉ ଥରେ ରେଜିଷ୍ଟ୍ରେସନ କରିଦେବେ। ଆଜି ଶୁଣିଲି, ଆଜ୍ଞା। ସେ କହିଲେ ମୋନାଲିସା ମ୍ୟାଡାମ, ମୁଁ ଆଜି ଶୁଣିଲି। ତେଣୁ ଆଉ ଥରେ ମୁଁ ରେଜିଷ୍ଟ୍ରେସନ କରିବି, ଆଉ ଉଡ଼ାନ କୋର୍ସ କରିବି, ଆଉ ସମସ୍ତଙ୍କୁ ଉଡ଼ାନ କୋର୍ସ କରିବା ପାଇଁ ପ୍ରମୋଟ କରିବି। ବାକି 2ରେ ଗ୍ରୋଥ ପାଇଁକା ସବୁ ମାସରେ ମୁଁ ସମସ୍ତଙ୍କୁ ମିଟିଂ କରିକିରି
ଗୋଟି ଗୋଟି ବୁଝେଇବି। ତାପରେ ଏଇ ଯୋଉ ଫର୍ମାଟଟା ସତ ଯୋଉ ଦେଇଛନ୍ତି ସେଇଟାକୁ ଫିଲ୍ଅପ୍ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବି। ଆଉ 2ରେ ମୋର ଗ୍ରୋଥ ମୁଁ ବଢ଼େଇବି। ଏ 5ଟି ଯୋଉ ଅଛି ମୁଁ ତାକୁ ନିଶ୍ଚୟ କରିବି। ଆଉ ଏ ମାସେ ଗ୍ରୋଥ କରିକି ମୁଁ ଦେଖେଇବି। ଓକେ, ଆଉ ଗୋଟିଏ କାମ ଖାଲି କରିବେ ଯେ ସେ ଯୋଉ ଫର୍ମାଟ କୁ ଯୋଉଠି ସ୍ପେଲିଂ ମିଷ୍ଟେକ୍ ହେଇଛି ତାକୁ ଆମ କରେକ୍ସନ କରିକି ସ୍ପେଲିଂଟା ଜେରକ୍ସ କରିବେ। ସ୍ପଟ୍ ଯୋଉ ସ୍ପଟଟା SPOT ହବ, ହଁ, GROTH ତ ହବନି। ଯୋଉଠି ଯୋଉଠି ତାକୁ ହେଇଯାଇଛି, କାରଣ ନିଦ କରେକ୍ସନ ଆସୁଥିଲା ସେଇ କରିକିରି ସମୟରେ ତ। ଶୁଣନ୍ତୁ, କରେକ୍ସନ କରିକି ଆଉ ଥରେ ମୁଁ ତାକୁ ହଁ, ତାକୁ ଜେରକ୍ସ କରିବେ। ଓକେ ଓକେ, ଠିକ ଅଛି, ମୁଁ ନେକ୍ସଟ ଯୋଉ ପ୍ରିଣ୍ଟ ବାହାର କରିବି ତାକୁ ସେୟା କରିଦେବି। ଓକେ, ଠିକ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର କରିବି। ଅଛି। ଆଜ୍ଞା, ସାର୍ ତ ସମସ୍ତଙ୍କ ପାଖରେ ଅଛନ୍ତି ହୃଦୟରେ। ଓକେ, ସାହୁ ଭାଇ। ନମସ୍କାର ନମସ୍କାର ନମସ୍କାର। ନମସ୍କାର। ମୁଁ ଆଜି ବେଲୁଡ଼ ନମସ୍କାର ସାର୍। ମଠରେ ଆଜି ଶ୍ରୀ ବିବେକାନନ୍ଦଜୀଙ୍କର ଜନ୍ମତିଥି ଆଜି। ବଢିଆ ଦିନ। ହଁ ହଁ, ଆଜି ଆଚ୍ଛା, ଜନ୍ମତିଥିରେ ଆଜି ସ୍ୱାମୀଜୀଙ୍କର ଚାଲିଛି ଏଠି ସବୁ ପ୍ରୋଗ୍ରାମ ତା ଚାଲିଛି। ବହି ଗୋଟେ ଆଣିବେ ବିବେକାନନ୍ଦ। ବିବେକାନନ୍ଦଙ୍କର ବହି ତ ଅଛି, ସବୁ ଅଛି। ସାର୍ ସ୍ୱାମୀଜୀଙ୍କର ଆମକୁ ବହି ଟିକେ ଆପଣଙ୍କୁ ଭିଡିଓ ଗୋଟେ ଦେବି, ଦେଖାଉନାହାନ୍ତି। ଆମକୁ ଟିକେ ଭିଡିଓ ଭିଡିଓ ଦେଖିବି। ଦେଖାନ୍ତୁ, ଆମେ ବେଲୁର ମଠ ଦେଖିଛୁ ଯେ। ଏଠି ସବୁ ମୁଁ ଦେଖିବି, ଆଉ ଟିକେ ପରେ ଦେଖିବି ଟିକେ। ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି, ଆଜ୍ଞା ଆଜ୍ଞା। ହଁ। ଓକେ, ବଢିଆ ଜାଗା। ଓକେ ସାହୁ ଭାଇ। ତ ବହୁତ ଜିନିଷ ଜାଣିଲେ, କିନ୍ତୁ ମୁଖ୍ୟ ହଉଛି ଏଇ ଯୋଉ 5ଟି ସଂକଳ୍ପ, ତା ଉପରେ ବିଶେଷ କରି ଲକ୍ଷ୍ୟ ଦେବା ଦରକାର। ଆଉ ପ୍ରଡକ୍ଟ ତ ୟୁଜ କରିବା, 100% ପ୍ରଡକ୍ଟ ୟୁଜ କରିବା। ଉଡାନ କୋର୍ସ କରିବା, ଯଦିଓ ମୁଁ ଏପର୍ଯ୍ୟନ୍ତ କରିନି। ଆଉ ଡବଲ ବିଜନେସ ଗ୍ରୋଥ ଡବଲ କରିବା ନିହାତି ଦରକାର, ଯାହାଫଳରେ କି ଆମର ପିନ୍ ଚେଞ୍ଜ ହବ। ଯଦି ଆମେ ଡବଲ କରିବା, 50% କୁ 100% କରିବା ଗ୍ରୋଥ, ତାହେଲେ ଆମେ ନିଶ୍ଚିତ ବିଜନେସ ବଡ ଗ୍ରୋଥ ହେଇପାରିବ। ଆଉ ଉଡାନ କୋର୍ସ ନିହାତି କରିବା ଦରକାର। ଆଜି ଯାହା ଶିଖିଲେ ସେଥିରେ ଉଡାନ କୋର୍ସଟା ହଉଛି ନିହାତି କମ୍ପଲସରି, କାରଣ ପ୍ରଡକ୍ଟର ୟୁଜ ଉପରେ ଜାଣିବା ଦରକାର। 100% ପ୍ରଡକ୍ଟ ୟୁଜ କରିବା, ତା ସହିତ ULP ପ୍ରୋଗ୍ରାମ ଆଟେଣ୍ଡ କରିବା ବା ନିଜେ କରେଇକି ଲୋକଙ୍କୁ ଦେଖେଇବା ଉଚିତ। ତା ସହିତ ଆମେ ଯଦି ଚାହିଁବା 100% ପ୍ରଡକ୍ଟ ୟୁଜ କରିବା, ଟିମରେ ମଧ୍ୟ କରେଇବା। ଏଇ 5ଟି ସଂକଳ୍ପକୁ ଆମେ ଯଦି ଟିମରେ କରେଇବା, ତାହେଲେ ଆମେ ବହୁତ ବଡ ସକ୍ସେସ ହେଇଯାଇ ପାରିବା। ଆଉ କରିବା ବି ଦରକାର। TCG ବାରମ୍ବାର ରିପିଟ କରୁଛନ୍ତି ଯେ 100% ପ୍ରଡକ୍ଟ ୟୁଜ କର, ଉଡାନ କୋର୍ସ କର, ତା ସହିତ ଯେତିକି ବିଜନେସ କରିଛ ଗଲା ମାସେ ଯେତିକି ଅଛି ତାକୁ ଡବଲ କରିବା। ଓକେ। ଆଚ୍ଛା ସାହୁ ବାବୁ, ଗୋଟେ ମିନିଟ ଆଜ୍ଞା ଇଣ୍ଟରଫେସ ସାର୍। କଲି। ଏଇ ସାର୍ ଯୋଉ ସାର୍ କରିବା, TCG ଯୋଉ କରିବା କଥା କହିଛନ୍ତି, ଆପଣ କହୁଛନ୍ତି ତାଙ୍କୁ ମୁଁ ସାର୍ କେମିତି ଲାଗି କରିବା ପଡିଛି। କହିଲେ ଟିକେ। ଆପଣ କଣ ନାଇଁ, କଣ ଆପଣ ଟିକେ ବୁଝଉନାହାନ୍ତି କେମିତି କରିବା, ନିଜେ କଣ ୟୁଜ କଣ କଲେ କରିବା। ହବ ଆପଣ ଟିକେ କହନ୍ତୁ। ମୁଁ ଆଜି ଯେମିତି 3 ଜଣ ଲୋକଙ୍କ ସହିତ ଗତକାଲି କଥା ହେଇଥିଲି, ଯେ ସେମାନଙ୍କର ଗ୍ରୋଥ ହବାର ମୂଳ କାରଣ ହଉଛି ସେମାନେ ଗ୍ରୁପ ବସିକି ମିଟିଂ କରେଇବା। ମିଟିଂରେ ମୁଁ ଯିବି, ଆଉ ଗ୍ରୋଥ କରିବାର ଫର୍ମୁଲା, ଏଇ ଯୋଉ 5ଟି ଫର୍ମୁଲା ପ୍ଲସ ଗ୍ରେସେସର ଫର୍ମୁଲା, ଏଇଟା ମୁଁ କାର୍ଯ୍ୟରେ ଲଗେଇଛି। ତିନି ଜଣଙ୍କୁ କାଲି ଲଗେଇଛି। ତେଣୁ ସେଇ କାମଟାକୁ ଆମ ଟିମରେ ସମସ୍ତଙ୍କୁ କରେଇବା। ମୁଁ କାଲି ପ୍ରେମାନନ୍ଦ ଆମର କେମିତି ଜଣେ ଅଛନ୍ତି ବ୍ଲଡ ଟେଷ୍ଟ କରନ୍ତି, ତାଙ୍କୁ ଆଜି ବି ଡାକିଛି। ଯେତିକି ଲୋକ ହେବେ, କହିଲେ ଯେତିକି ଲୋକ ହଉଛୁ ନା କାହିଁକି, ସେମାନଙ୍କୁ ବ୍ଲଡ ଟେଷ୍ଟ କରାଯିବ ଆଜି। ସାରଙ୍କର ମନ୍ତ୍ର ଶୁଭିଲାଣି। ଆଜ୍ଞା ଆଜ୍ଞା। ଓକେ ଓକେ, ଆଁ? ଠିକ ଅଛି ସାର୍, ଆପଣଙ୍କ ମନ୍ତ୍ର ଶିଖୁଛି। ସାର୍ ମୋବାଇଲକୁ ଏମିତି ବୁଲେଇ ଦିଅନ୍ତୁ, ଆମକୁ ଭଲ କି ଦେଖା ହବ। ହଁ, ଏମିତି ବୁଲେଇ ଦିଅନ୍ତୁ। ଆଉ ସେଠି ଗୋଟେ ଅଛି ସାର୍, ଅପସନ ଗୋଟେ ଅଛି 4 କଣିଆ, ଯୋଉଥିରେ କି ଲକ୍ ସିଷ୍ଟମ, ସେଇଟାକୁ ଆପଣ ଟଚ୍ କରିଦେଲେ ସେଟା ବୁଲିଯିବ ପେନଟା। ଲେଫ୍ଟ ସାଇଡ କର୍ଣ୍ଣର, ହଁ ହେଇଗଲା। ସାର୍ ସାର୍, ଭାଇ ଦେଖନ୍ତୁ, ଆପଣ ବେଲୁର ମଠ ନ ଯାଇକି ଆଜି ବେଲୁର ମଠ ଦେଖିପାରିଲେ। ବାହ, ବଢିଆ କଥା। ଏଇ ତ ହଉଛି ଏଇ ଅଫଲାଇନ ବେଲୁନ କଥା। ମୁଁ କହିଲି, ରାମ ଠାକୁରଙ୍କର ମନ୍ଦିର। ଆଜ୍ଞା। ଏଇ ହଉଛି ମଠ।
ओके ओके ये होची ऑफलाइन नो कमाल माने ऑफलाइन आगे निजे देखी कि अन्य को देखई देवा होची ऑफलाइन नो बढ़िया ଆଜି ସ୍ୱାମୀଜୀଙ୍କର ଜନ୍ମ ତିଥି। अच्छा 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 ଏଇ ପ୍ରିପାରେସନ ଚାଲିଛି ସବୁ। अच्छा बढ़िया अच्छे बहुत बढ़िया ତାହେଲେ ସାର୍ ସେଇଠୁ କିଛି ଗୋଟେ ଆମକୁ ଆଚ୍ଛା ମୁଁ କିଛି କହିବି। ହଁ ସାର୍ କୁହନ୍ତୁ ଗୋଟେ ପବିତ୍ର ଦେଖନ୍ତୁ ଜାଗାରୁ କିଛି କୁହନ୍ତୁ ତାକି ଆମ ଜୀବନରେ ଏଇ ଗୋଟେ ଯୋଉ ବହୁତ ବଡ ଗ୍ରୋଥ ପରିବର୍ତ୍ତନ ହେଇଯିବ। ସ୍ୱାମୀଜୀ କହିଛନ୍ତି ଯେ ଯୋଉ କାମ ଗୋଟେ ଗୋଟେ ଏମିତି ଗୋଟେ ଆଇଡିଆଲ ବା ଏମିତି ଗୋଟେ ଆଦର୍ଶ ବା ଏମିତି ଯୋଉଟା ଆପଣଙ୍କୁ ବହୁତ ଜୀବନର ପ୍ରିୟ ବୋଲି ଆପଣ ଭାବୁଛନ୍ତି। ଯେମିତି ମନେ କରନ୍ତୁ ଆମକୁ ଆରସିଏମ ଆମର ଜୀବନର ବହୁତ ପ୍ରିୟ ବୋଲି ଆମେ ଭାବୁଛେ ତେଣୁ ତାକୁ ଦିନ ରାତି ତା ବିଷୟରେ ଭାବନ୍ତୁ। ତାର ଆପଣଙ୍କର ମନରେ କହନ୍ତିନି ମନ ମନ ଚୈତନ୍ୟରେ ତାକୁ ପୁରା ଦିନ ରାତି ମୁଣ୍ଡରେ ନିଅନ୍ତୁ। ରକ୍ତ କଣିକା ଆପଣଙ୍କର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସେଇ କଥା ଯେମିତି ଚିନ୍ତା କରିବେ ସେଇଭଳି ଭାବନ୍ତୁ ଆଉ ସେଇଭଳି ଭାବେ କାମ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ସକ୍ସେସ ହେଇଯିବେ। ଏଇଟା ହଉଛି ସ୍ୱାମୀଜୀଙ୍କର ବଡ ଡାଇଲଗ ଗୋଟେ ତାଙ୍କର ଆପଣ ଦେଖିବେ। ତେଣୁ ସିଏ ନିଜେ ହିଁ ମାନେ ପୁରା ଟୋଟାଲି ସରେଣ୍ଡର ଯାହାକୁ କହନ୍ତି ସମର୍ପିତ ସମର୍ପିତ ହେଇକି ଯୋଉ କାମ ଆମେ କରିବା ଏଇଟା ସେଥିରେ ଅଛି ନିଶ୍ଚିତ ତାହେଲେ ସଫଳତା ପାଇବା ଖାଲି ଗ୍ରୋଥ ପେଟରେ ଯୋଉଟା ପାଇବା। ଆମେ ଯଦି ଆମେ ହେଇପାରୁନେ କାହିଁକି ଆମର ନା ଆମେ ସମର୍ପିତ ହେଇପାରୁନେ। ତ ଗ୍ରୋଥ ଯେତେବେଳେ ଆମର ନ ହଉଛି ଯଦି ବଢୁନି ଆମର ବିଜନେସ ତ ଆମେ ଚିନ୍ତା କରିବା କଥା ଯେ ଆମର କଣ ଭୁଲ ରହୁଛି। ଆଜି ସେ ପିସିଜିଙ୍କର ଗୋଟେ ପୁରୁଣା ଗୁରୁକୁଳରେ କହିଥିବା କଥା ମୁଁ ଆଜି ଗ୍ରୁପରେ ଦେଇଛି ଯେ ଆମେ ଭାବିବା ଯେ ଆମର କୋଉଠି ଭୁଲ ରହିଗଲା। ଆମର କୋଉଠି ଭୁଲ ରହିଗଲା ଆମେ ତାକୁ ସୁଧାରିବାକୁ ଚେଷ୍ଟା କରିବା। ତା ନ କରିକି ଆମେ ଯଦି ଆମେ ଭାବିବା ଆମର ଡାଉନ ଲାଇନ ର ଦୋଷ ଯୋଗୁଁ ହେଇପାରିଲାନି ଆମର ଅଫଲାଇନ ର ଦୋଷ ଯୋଗୁଁ ହେଇପାରିଲାନି କଣ ଆମର ଏଇ କାରଣ ଯୋଗୁଁ ସେଇ କାରଣ ଯୋଗୁଁ ଏସବୁ ଯଦି ଭାବିବା ଆଉ କହିବା ଯେ ଆମର ଘର କାମ ଯୋଗୁଁ ହେଇପାରିଲାନି ଆମର ଏଇ କାମ ଯୋଗୁଁ ହେଇପାରିଲାନି ତାହେଲେ ଜାଣିବେ ଆମେ ଆମର ବହୁତ କ୍ଷତି କରୁଛେ। ଏଇ ହଉଛି ପୁରା ମାନେ ପୁରା ତତ୍ତ୍ୱ ଆମର ଗ୍ରୋଥ ବଡ ଆକାରରେ ନହେବାର। ତେଣୁ ଯାହା ହଉନା କାହିଁକି ମତେ କରିବାକୁ ପଡିବ ଏ ଭାବନା ଯଦି ଆମର ରହିବ ତାହେଲେ ନିଶ୍ଚିତ ଭାବରେ ଆମର ଗ୍ରୋଥ ହବ। ଏଇ ହଉଛି ଏଇଭଳି ଭାବନା ନେଇକିରି ଆମେ 2005, 6, 7ରେ ସବୁ କରୁଥିଲୁ। ସେଇଥିପାଇଁ ଏତେ ବଡ ହେଇପାରିଲା। ଆସ୍ତେ ଆସ୍ତେ ବହୁତ ବଡ ବିଜନେସ ବି ହେଇଥିଲା ହଉଥିଲା ଆଉ ହଉଛି ବି। ଆଉ ଆପଣ ମାନଙ୍କର ଯଦି ସେଇଭଳି ମନୋଭାବ ହବ ତାହେଲେ ନିଶ୍ଚିତ ଭାବରେ ବଡ ଆକାରରେ ହବ। ଠିକ ଅଛି ଶତପଥ ବାବୁ କୁଆଡେ ଗଲେ? ହଁ ସାର୍ ମୁଁ ଅଛି ଏଠି ମୁଁ ହ୍ୟାଲୋ କୁଆଡେ ଯିବି ହଁ ହଁ ତ ଆଉ କେତେ ସମୟ ରହିଲା? ହଁ ସାର୍ ଅଛି ସମୟ ଅଛି। ତ ଇଏ ହଉଛି କଥା। ତେଣୁ ଆପଣ ମାନେ ଏଇ ଯୋଉ ହବ ଆମର ସେଲିବ୍ରେସନ ହବ ସକ୍ସେସ ସେଲିବ୍ରେସନ ଅଫ ସକ୍ସେସଫୁଲ ଲାଇଫ। ସେଲିବ୍ରେସନ ଅଫ ସକ୍ସେସଫୁଲ ଲାଇଫରେ ଯୋଉମାନେ ସବୁ ଆଚିଭର୍ସ ଯାହା ଯାହା କ୍ରାଇଟେରିଆ ଅଛି ସେମାନଙ୍କୁ ଫ୍ରି ଏଣ୍ଟ୍ରି ହବ। ତେଣୁ ଏଥିରେ ଏ ପ୍ରୋଗ୍ରାମ କରିବା ପାଇଁ କେତେ ଶହଟା କି କେତେ ମାନେ ହଜାର ଦରକାର ଡାଇମଣ୍ଡ ଦରକାର ଟୋଟାଲି ତାହେଲେ ଏ ପ୍ରକାରର ସୁଯୋଗ ମିଳିବ। ସେଇଟା ସାର୍ ଆମକୁ 13 ତାରିଖ ଦିନ କହିବେ। ତ ସେଇ କଥା ଆମ ସହିତ କାଉନସିଲିଂ କରିବେ କହିଥିଲେ। କହିଲେ ସେଦିନ ବି କହିଥିଲେ ଯେ ବେଙ୍ଗଲ ଓଡିଶା ବେଙ୍ଗଲ ଆଉ ମାନେ ବିହାର ସହିତ ଲିଡର ମାନେ ରାଜକୁମାର ଚନ୍ଦକ ସେମାନେ ତ ସବୁ ବେଙ୍ଗଲ ବିହାରର ସେଇଠି ସବୁ ଅଛନ୍ତି ନା। ତେଣୁ 2-4 ଜଣଙ୍କ ସହିତ ବସିକିରି ସେ ସେଇ କ୍ରାଇଟେରିଆ ଉପରେ ଆଲୋଚନା କରିଦେଇଥିଲେ ଆଉ ଓଡିଶା ସହିତ କରିବା ବୋଲି ତାଙ୍କୁ କହିଥିଲେ। ତ ତେଣୁ ସେ କ୍ରାଇଟେରିଆ ଦେବେ ସିଏ। ତେଣୁ ଏଇ ଯୋଉ ଫ୍ରିରେ ହବ ମାନେ କଣ ସେ ବିଷୟରେ ଫ୍ରିରେ ହବ ମାନେ ତ ସେ ହଲ ର ଖର୍ଚ୍ଚ ଅମୁକ ତମକୁ ଅଛି। ତ ସେଥିପାଇଁ କୋଉ କ୍ରାଇଟେରିଆ ଦରକାର ଡାଇମଣ୍ଡ କ୍ଲବ ର ଆଉ ଆମର ରୟାଲଟି ଆଚିଭର ହବା ଏଇ 3 ମାସ ଭିତରେ ଯୋଉଟା କି ହଲ ରେ ଆମେ ଫ୍ରି ଏଣ୍ଟ୍ରି ହେଇପାରିବା। ତ ଏ ଭାବନା ନେଇକିରି ଏ ଚ୍ୟାଲେଞ୍ଜିଂ ନେଇକିରି ଆମେ ଯଦି ଆଗେଇବା ତାହେଲେ ଆମର ଦେଖନ୍ତୁ
ବିରାଟ ଆକାରରେ ଆମର ସବୁ ଆଚିଭମେଣ୍ଟ ବାହାରିବ ଆଉ ବିଜନେସ ହବ। ଏଇ ହଉଛି ମାନେ ତାର କଥା ସଞ୍ଜୀବ ସାର୍ କହିବେ। ତେଣୁ ଏ 3 ଦିନ ଧରିକି ଆପଣ ମାନେ ମାହୋଲ ଖାଲି ତିଆରି କରନ୍ତୁ ସାର୍ କହିଛନ୍ତି। ଥ୍ୟାଙ୍କ ୟୁ। ଓଭର ଟୁ ଶତପତି ବାବୁ। ଠିକ ଅଛି ସାର୍, କାଲି ଆମେ ତ ଏ ବିଷୟରେ ଅଲରେଡି କଥା ହେଇଥିଲୁ। କାଲି ମୁଁ ଯାଇଥିଲି ଆରତୀ ଅପାଙ୍କ ଘରକୁ ଯାଇଥିଲି, କଥା ବି ହେଇଥିଲି। ଆଜି ବି କଟକ ଯାଉଛି, ପୁଣି 42 ମୌଜା ବି ଯାଉଛି, ଫିଜିକାଲି କଥା ହଉଛି। ଆଉ ଆସନ୍ତା କାଲି ପାଟକୁରା ଯାଉଛି, ପାଇଲ ବି ଯାଉଛି। କାଲି ବି ଏ ବିଷୟରେ ବି ବହୁତ ଡିସ୍କସନ ବି ହବ। 13 ତାରିଖ ମିଟିଂ ଆମ ପାଇଁ ଗୋଟେ ବହୁତ ବଡ ପରିବର୍ତ୍ତନ। ଆଉ 13 ତାରିଖ ମିଟିଂରେ ସଞ୍ଜୀବ ଜୀଙ୍କ ସହିତ ଆମେ ବସିବା, ମଙ୍ଗଳବାର ଦିନ ଆମେ ବସିବା। ତା ପୂର୍ବରୁ ସୋମବାର ଦିନ ବି ଆମେ ଜୁମ ରେ ବହୁତ ସାରା ମିଟିଂ ବି କରିବା, ତାକି କାରଣ ଶନିବାର ରବିବାର ହଉଛି ନା, ତ ଆମକୁ ଫିଲ୍ଡ ୱାର୍କ ଟିକେ ନିହାତି କରିବା ଦରକାର। ତ ସେଥିପାଇଁ ଆମେ ପୁରା ଲାଗି ପଡ଼ିଛେ। ଆଉ 13 ତାରିଖ ମୁଁ ବି ସମସ୍ତଙ୍କୁ ପ୍ରମୋଟ ବି କରୁଛି, ଆଉ ସମସ୍ତେ ବି ପ୍ରମୋଟ କରୁଛନ୍ତି 13 ତାରିଖ ଦିନ ବସେ, କାରଣ ଡାଇରେକ୍ଟ ଶୁଣିଲେ ହେଇପାରିବ। ଓକେ, ସମୟ କମି ଆସିଲାଣି, ତ ସମସ୍ତଙ୍କଠୁ ପଦେ ପଦେ ଶୁଣିବା। ଓକେ, ପ୍ରମିଳା ମ୍ୟାଡ଼ାମ। ଆଜ୍ଞା। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ଆଉ ନମସ୍କାର ସାର୍ ନମସ୍କାର। ଆମେ ସାର୍ ଆପଣ ମାନଙ୍କର ଯୋଉ ଆଶା ଆମ ଉପରେ ରଖିଛନ୍ତି ତାକୁ କେବେ ଫେଲୁଅର ଦବୁନି। ଚେଷ୍ଟା ତ କରୁଛୁ, ବହୁତ ଜୋରେ ଚେଷ୍ଟା କରୁଛୁ, ସକ୍ସେସଫୁଲ ହବୁ ବୋଲି ସେ ଉପର ବାଲାଙ୍କ ହାତରେ। ଆମ ଦେଖନ୍ତୁ ହାତରେ କିଛି ଆପଣ ନାହିଁ। ମ୍ୟାଡାମ, ଆପଣ ମାନେ ଆପଣ ହୁଅନ୍ତୁ, ଆପଣଙ୍କର ଟିମରେ ସବୁ ମିତାଞ୍ଜଳି ମ୍ୟାଡାମ, ମିନତି ହଁ ମ୍ୟାଡାମ, ହଁ ଆପଣ ମାନଙ୍କର କଥାରେ ଯୋଉ କଥା ଆପଣ ମାନେ କହୁଛନ୍ତି, ହଁ ଆପଣଙ୍କୁ ମୁଁ କହିବି ବୋଲି ଭାବୁଥିଲି। ଆପଣ ମାନେ ହଁ ଯୋଉ କଥା କହୁଛନ୍ତି, ଆମେ ଆମର ଚେଷ୍ଟାରେ ଆମେ କରିଚାଲିଛୁ। ଆଉ ଉପର ବାଲା ଯାହା କରିବେ, ଏଇ ଯୋଉ କଥା କହୁଛନ୍ତି, ଏଇଟା ପ୍ରକୃତରେ ଆରସିଏମ ର ହିଁ କଥା। ଏଇଟା କର୍ମ କରିବା ଆମେ, ଫଳ ଭଗବାନ ଦେବେ। ଏ କଥା ସଞ୍ଜୀବ ସାର୍ ତାଙ୍କ କର୍ମ ତ ପ୍ରୋଗ୍ରାମରେ କରୁଛେ, କର୍ମ ସେମିନାରରେ ତ କରି କହିଛନ୍ତି। ଚାଲିଛେ। ହଁ ଏଇ ହଁ କଥାଟା ହଉଛି ପ୍ରକୃତ କଥା। ଏଇ କଥାଟା ହଁ ପ୍ରକୃତ କଥା। ଆମେ ଆମ କର୍ମ କରିବା, ଉପର ବାଲା ଯାହା ଫଳ ଦେବେ। ତ ସମସ୍ତଙ୍କଠୁ ମାନେ ବେଷ୍ଟ ଚିନ୍ତାଧାରା ହଉଛି ଆରସିଏମ ର କର୍ମ ସିଦ୍ଧାନ୍ତର। ଏ କଥା ସବୁବେଳେ ସଞ୍ଜୀବ ସାର୍ କହନ୍ତି, ଆଉ ଗତ ପ୍ରୋଗ୍ରାମ ମଧ୍ୟ ସେଇ କଥା କହିଛନ୍ତି। କର୍ମ ଆମେ କରିବା, ଉପର ବାଲେ ଆପଣଙ୍କର ଆପଣ ମାନଙ୍କର ଚିନ୍ତାଧାରା ସେଇଭଳି। ତେଣୁ ମତେ ବହୁତ ଭଲ ଲାଗେ ଆପଣ ମାନଙ୍କ କଥା ଶୁଣିବାକୁ। ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ଇନ୍ସପିରେସନ ସାର୍। ମଧ୍ୟ ମିଳେ। ଥ୍ୟାଙ୍କ ୟୁ ସାର୍। କୁହନ୍ତୁ କୁହନ୍ତୁ। ଓକେ, ଥ୍ୟାଙ୍କ ୟୁ। ଟାଇମ ଆଜ୍ଞା, ଆଉ କଣ କହିବେ? ଥଣ୍ଡାରେ ତଣ୍ଟି ବସି ଯାଇଛି, ତଥାପି ମ୍ୟାଡାମ ହଁ, କହିବାକୁ ଚେଷ୍ଟା ତଣ୍ଟି ବସି କରୁଛନ୍ତି। ଯାଇଛି। ଓକେ ଓକେ, ଠିକ ଅଛି ଠିକ ଅଛି। ଓକେ, ଥ୍ୟାଙ୍କ ୟୁ। ମିନତି ମ୍ୟାଡ଼ାମ। ଆଜ୍ଞା, ନମିତା ମ୍ୟାଡ଼ାମ କୁହନ୍ତୁ। ସାର୍ ନମସ୍କାର। ସାର୍ ଚାନ୍ଦ ସାର୍ଙ୍କୁ ନମସ୍କାର, ଜୟ ଆରସିଏମ। ସାର୍ ମୁଁ ତ ଏ ମାସରେ ହଉଛି ଜଣଙ୍କୁ ଜଏନ କରିଛି। ସିଏ ଅଧା 1200 ନା 1300 ଟଙ୍କାର ଜିନିଷ ନେଇଛନ୍ତି। ତାଙ୍କୁ ନେଇକିରି ଯିବାର ଅଛି ଏଠିକି, ଆମର ପିକଅପ୍ ସେଣ୍ଟର, ସେଠୁ କିଣିବୁ। ସେ ଯେତିକି କିଣିବେ, ଆଉ ଗ୍ରୋଥ ତ ଚାଲିଛି ସାର୍। ଆଗକୁ ବି ଆମେ ଚଲେଇଛୁ, ଆମର କାଲି ବି ଆମେ କଟି ଯାଉଛି ମୋର। ଆଜ୍ଞା, କୁହନ୍ତୁ। ସାର୍ କାଲି ବି ଆମେ କିଣିଛୁ ଯାଇକିରି ଏଠୁ ପିକଅପ୍ ନାଇଁ, ସେଣ୍ଟରରୁ ଯାଇକି ଆଜି କିଣିଛୁ। ଆଜି ମିଟିଂ କଥା, କାଲି କଥା ତ କାଲି ଠିକ ଅଛି। ଆଜି ମିଟିଂ ରେ କଣ ଶିଖିଲେ, ତ ସେଇ 5ଟା ସଂକଳ୍ପ ଉପରେ କଥା ହେଇଥାନ୍ତେ। ସାର୍ ଉଡାନ କୋର୍ସ କଥା କହୁଛନ୍ତି। ମୁଁ ତ ସେଇ କିଶୋରର ସବୁ ଜିନିଷ ୟୁଜ କରୁଛି ଯେ, ପୁରା ଭଲ ମାତ୍ରାରେ ମୁଁ କହିଛି ସାର୍ ଆପଣଙ୍କୁ। ମାସେ ଖଣ୍ଡେ ଦେଖିବି, ପୁରା ଭଲ ହେଲେ ଯାଇକି ମୁଁ ଯାହା ଚିନ୍ତା କରିବି। ଉଡ଼ାନ କୋର୍ସ କରିବି। ହଁ ଆଜ୍ଞା। ହଉ ଠିକ ଅଛି। ହଁ, ମିନତି ମ୍ୟାଡ଼ାମ କୁହନ୍ତୁ। ହଁ, ଜୟ ଆସେମ ସାର୍, ଆଜ୍ଞା। ନମସ୍କାର। ସବୁ ସାର୍ ମାନଙ୍କୁ ନମସ୍କାର ମୋର। ଉଡାନ କୋର୍ସ କଥା କହୁଥିଲେ, କିନ୍ତୁ ଉଡାନ କୋର୍ସ କଥା ମୁଁ ଚିନ୍ତା କରିନି ଏପର୍ଯ୍ୟନ୍ତ। କରିବି। ମୁଁ ଆଜି ଜଣଙ୍କ ସାଙ୍ଗେ ଟାର୍ଗେଟ ରଖିଛି, 2 ଜଣଙ୍କୁ କରିବା ପାଇଁ। ଆଣିବି ତାଙ୍କ ସାଙ୍ଗରେ, କିନ୍ତୁ 7:30 ବେଳକୁ କହିଛି। ସେମାନେ ସବୁ ବସିନାହାନ୍ତି। ବସିନାହାନ୍ତି କେହି। 7:30ରେ ଦେଖିବୁ ବୋଲି କହିଛି ଯେ, ଗୁରୁକୁଳ ସେ ଆଉ ବସିନାହାନ୍ତି। ଆଉ କାଲି କଣ ଝିଅ କଥା କହୁଥିଲେ, ଝିଅ
ସାର୍ ଆଜି ଟିକେ ଡିସ୍କସନ୍ କରିକି ମୁଁ କହିବି ସେପଟେ ଯଦି କିଛି ଲୋକଙ୍କୁ କରିବ। ଓକେ, ପ୍ରୟାସ ଜାରି ରଖନ୍ତୁ। ଆକାଶ। ହଁ ଆକାଶ, ହୁଁ। ଜୟ ଶ୍ୟାମ ସାର୍, ନମସ୍କାର ସାର୍। ଆଉ ଆଜି ଯୋଉ ମିଟିଂ ରେ କୁହା ହଉଥିଲା ଉଡାନ କୋର୍ସ ବିଷୟରେ, ତ ଏ ମାସରେ ପରଚେସ୍ ସରିଲାଣି, ତ ନେକ୍ସଟ ମନ୍ଥ ରେ 2500 ଟଙ୍କାର କି ସୋଲ ଜିନିଷ ନେଇକି ଉଡାନ କୋର୍ସ କରିବି। ଆଉ ଅନଲାଇନ ଡେଲିଭରି ଯୋଉ ଆମର ଅନଲାଇନ ପରଚେସ୍ କରିବା କଥା, ତ ମୁଁ ସାରଙ୍କ କତିରେ ଆଉ ଟିକେ ବୁଝି ଅନଲାଇନ ପରଚେସ୍ କେମିତି କଣ ହବ ତାକୁ ମଧ୍ୟ କରିବି। ଆଉ ଡେଲି ଗ୍ରୋଥ ତ ମୁଁ ହଉଛି। ଆଉ ଏଇ ମନ୍ଥ ରେ ମୁଁ ଭାଇଟାଲ ରେ 100%, କାଲିର ମିଟିଂ ପାଇଁ ତ ପ୍ରମୋଟ ଚାଲିଛି। ଆଉ ଏଇ ମାସରେ ମୁଁ ଟାର୍ଗେଟ ନେଇଛି ଭାଇଟାଲ ରେ 100% ଗ୍ରୋଥ କରିବି। ଆଉ ସାର୍ କାଲିର ମିଟିଂ ପାଇଁ ମୁଁ ଇଚ୍ଛା ଲାଗିଛି ଯେ ଅଧିକରୁ ଅଧିକା ଲୋକ ଆଣିବାକୁ ମୁଁ ଚେଷ୍ଟା କରିବି। ଓକେ, ଠିକ ଅଛି। ପରଚେଜ ସରିଲାଣି ମାନେ ଏ ମାସରେ ଆଉ ପରଚେଜ ଆମେ କିଛି ସେୟାରିଂ କରିବାନି। ହଁ। ସାର୍ 5000 ପିଭି ଯୋଉ ହଏ ସେ 5000 ଗ୍ରୋଥ ବିଜନେସ ପୂର୍ବ ହଁ, ମାସରୁ। ମାନେ ଆମେ ଲକିଂ ଲଗେଇ ଦଉଛେ ଯେ ଯେତିକି ଆଗକୁ ଯେତିକି ବଢି ପାରିବା ନା, ଆମେ ସେଠି ଗୋଟେ ଲକ୍ ଲଗେଇ ଦଉଛେ। କାଲି ଏ ବିଷୟରେ କଥା ହବା। ଓକେ, ମନୋଜ ବାବୁ ଆଜ୍ଞା। ଜୟ ଶ୍ୟାମ ସାର୍। ଜୟ ଶ୍ରୀ, ଆଜି କୁହନ୍ତୁ। ଗୁରୁକୁଲ ଆଜ୍ଞା ବହୁତ ବଢିଆ ହେଇଛି। ଆଉ ଗୁରୁକୁଲ ମୁଁ ବର୍ତ୍ତମାନ ଆଜି ବି 2 ଜଣଙ୍କୁ ସ୍ପେୟାର କରି ତାଙ୍କ ଯୋଉ ସ୍କିନ୍ ଉପରେ ଅଛି, ମୁଁ ଦେଖିକି ଆସିଲି, ତାଙ୍କୁ କହୁଥିଲି। ସେ କହିଲେ ନା ନା ଏରା ଲଗେଇଲେ ଆମ ମୁହଁ ଫୁହ ଖରାପ ହେଇଯାଉଛି। ମୁଁ କହିଲି ଭାଇ ଦେଖ, ତୁମେ ଆଗ ଗୁରୁକୁଲ ଟାକୁ ପୁରା ଶୁଣ, ତାପରେ ଯାଇକି ଚିନ୍ତା କର, ତାପରେ ଯାଇକି ଆମେ ପ୍ରଡକ୍ଟ ଦବା। ତେଣୁ ଗୁରୁକୁଲ ଟା ହଉଛି ଆମ ପାଇଁ ବଡ ମେଡିସିନ, ଯୋଉଟା କି ଆଜ୍ଞା ବର୍ତ୍ତମାନ ମୁଁ 3ଟା ଭିଡିଓ ଲୋକଙ୍କୁ ପଠଉଛି, ତାପରେ ଯାଇକି ମାଲ ଦଉଛି ଯେ ତୁମେ ଲଗାନ୍ତୁ, ଦେଖନ୍ତୁ, 10 ଟଙ୍କା ଦେଖନ୍ତୁ, ତାପରେ ଆପଣ ଜିନିଷଟା ୟୁଜ କରନ୍ତୁ। କାରଣ ଗୁରୁକୁଲ ଟା ହଉଛି ଆମ ପାଇଁ ବହୁତ ବଢିଆ। ଆଜ୍ଞା ମୁଁ ନହେଲେ ବି ଶୁଣିକି ଯୋଉ ମୋ ପଏଣ୍ଟ ଲୋକମାନଙ୍କୁ ଅଛି, ଯୋଉ ଯୋଉ ବିଷୟରେ ମୁଁ କହୁଛି ତାଙ୍କୁ ବର୍ତ୍ତମାନ ସେୟାର କରୁଛି। ଏଇଟା ମୋ ପାଇଁ ହଉଛି। ଆଉ ଗ୍ୟାସେସର ମୋର ପ୍ରୋଗ୍ରାମ ଅଛି। ଓକେ, ଫର୍ମାଟ ମିଳିଗଲାଣି ଆପଣଙ୍କୁ? ଯାହା ଅଛି ଆର ମାସଠୁ ଏଇ ମାସ ନିଶ୍ଚିତ ପଠେଇବି। ମୁଁ କହିଲି ଆଜ୍ଞା ଫର୍ମାଟ ମିଳିଗଲାଣି ଆପଣଙ୍କୁ? ନାଇଁ ଆପଣଙ୍କ ମିଳିନି ଆଜ୍ଞା, ପାଖରେ ମୁଁ ଏଇ ଫର୍ମାଟ ଫର୍ମାଟ ଟାକୁ ଦେଖିକି ପହଞ୍ଚିଗଲାଣି ନା ଲେଖୁଥିଲି ପହଞ୍ଚିନି? ବର୍ତ୍ତମାନ। ଆଜ୍ଞା, ଆପଣ ନେଟୱାର୍କ ଟିକେ ପାଉନି। ଫର୍ମାଟ ଆପଣ ନେଇଯିବେ, ତନ୍ମୟ ବାବୁଙ୍କଠୁ ନେଇଯିବେ। ଆଉ ସେଠି 2ଟା ୱାର୍ଡ କରେକ୍ସନ ଟିକେ ଅଛି କରିବା ପାଇଁ, କରେକ୍ସନ ଟିକେ କରିଦେବେ। ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି। ଠିକ ଅଛି। ଆମେ ଯଦି ଟୁ ଦି ପଏଣ୍ଟ କେମିତି ହେଇପାରିବ ନା, ଯଦି ଉଡାନର ଗୋଟେ କୋର୍ସ ଅଛି, 2500 ଟଙ୍କାର କିସୋଲର ପ୍ରଡକ୍ଟକୁ ଆମେ ଯଦି ପରଚେଜ କରିବା, ତାହେଲେ ଉଡାନର କୋର୍ସଟା ଆମେ କରିଦେଇ ପାରିବା। ତ ସେଟା ପୁଣି ଗୋଟେ ମାସ ଭିତରେ, କ୍ୟାଲେଣ୍ଡର ମନ୍ଥ ନୁହେଁ, ଗୋଟେ ମାସ ଭିତରେ। ଆଜି ଯେମିତି 10 ତାରିଖ, ଆର ମାସ 10 ତାରିଖ ଭିତରେ ଆମେ 2500 ଟଙ୍କାର ଆମେ କିସୋଲର ପ୍ରଡକ୍ଟ ପରଚେଜ କଲେ ଉଡାନର କୋର୍ସ ଆମେ କରିଦେଇ ପାରିବା। ଆଉ ଓକେ, ଆଜି ତ ମିସେସ୍ ଅଲରେଡି ନାଁରେ କରିଦବା, ମିସେସ୍ ନାଁରେ ଓକେ କରି କରିବାଟା ଆଉ ଓକେ ମିସେସ୍ ଆଜି ନାଁରେ ତ କରି ଅଲରେଡି କରିବା ଆଉ। ଟାଇମ ହେଇଯାଇଛି। ପୁଣି ଏବେ କଟିଯିବ। ଓକେ, ଆଜି ପାଇଁ ଏତିକି। ପୁଣି କାଲି ଆମେ ଦେଖା ହବା। ନମସ୍କାର।